ତାତି ଥିଲା ଟିକେ କମି ଯାଇଛି। ତାର ମୁଖ୍ୟ କାରଣ ରହୁଛି ଯେ ଆମର ଯୋଉ ଉତ୍ତର ପଶ୍ଚିମ ଦିଗରୁ ପଶ୍ଚିମ ଝଡ଼ର ପ୍ରଭାବ, ଟିକେ ଥଣ୍ଡା ବାୟୁର ପ୍ରଭାବ ରହୁଛି। ତା ପ୍ରଭାବରେ ଯୋଉ ସର୍ବୋଚ୍ଚ ତାପମାତ୍ରା ଟିକେ ନିୟନ୍ତ୍ରଣରେ ଅଛି। ଏଭଳି ଭାବେ ରାଜ୍ୟରେ ବର୍ତ୍ତମାନ ପାଗରେ ପରିବର୍ତ୍ତନ ହୋଇସାରିଛି। କିଛି ଦିନ ପୂର୍ବରୁ ଯେଉଁ ମାତ୍ରାରେ ତାତି ଅନୁଭୂତ ହେଉଥିଲା ବା ଗରମ ଅନୁଭୂତ ହେଉଥିଲା, ଗତକାଲି ଠାରୁ ଆଂଶିକ ଭାବେ କମିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। କିନ୍ତୁ ଆଗକୁ କେମିତି ରହିବ ପାଗ, କେଉଁ ମାତ୍ରାରେ ତାପମାତ୍ରା ବୃଦ୍ଧି ପାଇବ, କଣ କହିବେ ସାର୍? ନମସ୍କାର। ବର୍ତ୍ତମାନ ଆମର ଯୋଉ ତାତି ଥିଲା ଟିକେ କମି ଯାଇଛି। ତାର ମୁଖ୍ୟ କାରଣ ରହୁଛି ଯେ ଆମର ଯୋଉ ଉତ୍ତର ପଶ୍ଚିମ ଦିଗରୁ ପଶ୍ଚିମ ଝଡ଼ର ପ୍ରଭାବ, ଟିକେ ଥଣ୍ଡା ବାୟୁର ପ୍ରଭାବ ରହୁଛି। ତା ପ୍ରଭାବରେ ଯୋଉ ସର୍ବୋଚ୍ଚ ତାପମାତ୍ରା ଟିକେ ନିୟନ୍ତ୍ରଣରେ ଅଛି। କିନ୍ତୁ ଯଦିଓ ଆପଣ ଧୀରେ ଧୀରେ ଆମର ଗ୍ରୀଷ୍ମ ଋତୁ ଆଡ଼େ ପ୍ରବେଶ କରିବେ, କିନ୍ତୁ ବର୍ତ୍ତମାନ ଯଦି ଆପଣ 3-4 ଦିନ ଆକଳନକୁ ନେବେ, ଟିକେ ତାପମାତ୍ରା ନିୟନ୍ତ୍ରିତ ଭାବରେ ରହିବ। କାରଣ ଉତ୍ତର ପଶ୍ଚିମ ଦିଗରୁ ଯୋଉ ଥଣ୍ଡା ବାୟୁର ପ୍ରଭାବ ଜାରି ରହିବ। ଆଉ ସେଇଟା ମୋତେ ଲାଗୁଛି 15 ପର୍ଯ୍ୟନ୍ତ ରହିବ। କିନ୍ତୁ ତା ସହିତ ବି ଆପଣଙ୍କର ଯୋଉ ଗୁଳୁଗୁଳି ଆଉ ଖରାର ପ୍ରଭାବ ବି ସେ ବି ରହିବ। ସେଇଟା ସମ୍ପୂର୍ଣ୍ଣ ରୂପେ ଯିବନି କି ଆପଣ ଶୀତ କଣ୍ଡିସନକୁ ଆସିବେନି। କିନ୍ତୁ ଯୋଉ ଆମର ତାପମାତ୍ରା 36-37 ସବୁ ହେଇଯାଉଥିଲା, ସେଇ ତାପମାତ୍ରାରେ ଟିକେ ଆଂଶିକ ମାନେ ନିୟନ୍ତ୍ରଣ ରହିବ। ତଥାପି ପଶ୍ଚିମ ଓଡ଼ିଶାର ଜିଲ୍ଲାମାନେ ମୋତେ ଲାଗୁଛି ସେଇ 32-33 ଆଡ଼େ ଯାଇପାରନ୍ତି। 11 ପରେ ପରେ ଆପଣଙ୍କର ତାପମାତ୍ରା ଟିକେ ବଢ଼ିବ। ପୁଣି ଲାଗୁଛି 13 ପରେ ପରେ ପଶ୍ଚିମାଞ୍ଚଳ ପ୍ରଭାବରେ ଟିକେ ତାପମାତ୍ରା କମିବ। କିନ୍ତୁ ଓଭରଅଲ୍ ଆପଣ ଗୋଟେ ସାଧାରଣ ଯୋଉ ଆମର ଶୀତ ଥାଏ ସେଇଠୁ ଟିକେ ଅଧିକା ଗରମ କଣ୍ଡିସନ ରହିବେ। ଆଉ ଧୀରେ ଧୀରେ ସେଇଟା ଯୋଉ ଆମର ଫେବୃଆରୀ ମାସ ଅଛି, ସେଇ ମାସ ମାନେ ଆମର ଆଂଶିକ ରୂପେ ଗରମ କଣ୍ଡିସନ ହିଁ ରହିଲା ମୋତେ ଲାଗୁଛି। ସାର୍, ଆମ ପାଖରେ ଆଜି ଭିଉର୍ସ ମାନଙ୍କର ଅନେକ କ୍ୱେଶ୍ଚିନ୍ ରହିଛି, ଯାହାକି ମୁଁ ଆପଣଙ୍କୁ ପଚାରିବା ପାଇଁ ଚାହିଁବି। ସାର୍, ଜଣେ ପଚାରିଛନ୍ତି ଫେବୃଆରୀ ମାସରେ ଉପକୂଳ ଜିଲ୍ଲାରେ ବର୍ଷା ଅଛି କି? ବର୍ତ୍ତମାନ ଯଦି ଆପଣ 7 ଦିନ ଆଖି ଆଗରେ ରଖିବେ, ବର୍ଷାର କୌଣସି ସମ୍ଭାବନା ଲାଗୁନି। ଯଦିଓ ପଛକୁ ପଛ ପଶ୍ଚିମ ଝଡ଼ ରହୁଛି, ଉତ୍ତର ଭାରତରେ ପ୍ରଭାବଟା ରହିବାର ଯଥେଷ୍ଟ ସମ୍ଭାବନା ରହୁଛି। କିନ୍ତୁ କେନ୍ଦ୍ରୀୟ ଭାରତ, ପୂର୍ବ ଭାରତରେ ବର୍ତ୍ତମାନ କିଛି ବର୍ଷାର କୌଣସି ସମ୍ଭାବନା ମୋତେ ଲାଗୁନି। ଯାହା ମୋତେ ଲାଗୁଛି ପୁଣି ଗୋଟେ ପରିବେଶ ଫେବୃଆରୀ ଶେଷ ସପ୍ତାହ ଆଡ଼େ ମାନେ ହେଇପାରେ। କିନ୍ତୁ ବର୍ତ୍ତମାନ 7-8 ଦିନ ସେଥିରେ କିଛି ସମ୍ଭାବନା ନାହିଁ। ସାର୍, କାଳବୈଶାଖୀ କେବେଠୁ ଆରମ୍ଭ ହେବ? ଜଣେ କମେଣ୍ଟ ମାଧ୍ୟମରେ ପଚାରିଛନ୍ତି, କୁହନ୍ତୁ। କାଳବୈଶାଖୀର ଯୋଉ ସମୟ ସୀମା ଥାଏ ଆମର, ସେଇଟା ଏପ୍ରିଲ ମେ, ଆଉ ଯଦି ଟିକେ ମନସୁନର ବିଳମ୍ବ ହୁଏ ଜୁନ ମାସରେ ବି ହୁଏ। ତେଣୁ ତାର ଯୋଉ ମାନେ ତାର ଯୋଉ ପରିବେଶ ଦରକାର, ସ୍ଥଳଭାଗ ଟିକେ ଅଧିକ ଉତ୍ତପ୍ତ ହେବା ଦରକାର। ଆଉ ଜଳଭାଗରୁ ବାୟୁର ଯୋଉ ଚଳନଟା ବାୟୁମଣ୍ଡଳ ମଧ୍ୟ ଭାଗରେ ହେବା ଦରକାର। ତେଣୁ ଏପ୍ରିଲ ମେ ଏଇ ଯୋଉ 2 ମାସ ରହୁଛି, ମୋତେ ଲାଗୁଛି ସେଇ ସମୟରେ କାଳବୈଶାଖୀ ଯୋଉ ବାତାବରଣ ଥାଏ, ଆଉ ସେଇ ସମୟରେ ହିଁ ସବୁ କାଳବୈଶାଖୀ ସୃଷ୍ଟି ହୁଏ। ତେଣୁ ଆଉ ଅପେକ୍ଷା କରିବାକୁ ପଡ଼ିବ। ସାର୍, ଆଉ ଗୋଟେ କ୍ୱେଶ୍ଚିନ୍ ରହିଛି, ଯେମିତିକି ଆଗରୁ ଆମେ ଦେଖୁଥିଲେ 2008 ମସିହା ବେଳକୁ ମାର୍ଚ୍ଚ ମାସ ଯାଏ ଶୀତ ରହୁଥିଲା। କିନ୍ତୁ ବର୍ତ୍ତମାନ କଥା ଆମେ ଯଦି ଦେଖିବା, ଜାନୁଆରୀରୁ ଖରା ବଢ଼ିଗଲାଣି ଏବଂ ଶୀତ ସମ୍ପୂର୍ଣ୍ଣ ଭାବେ କମି ଯାଇଛି। ଏଥିରୁ ଆମେ କଣ ଜାଣିବା? 2030 ଯେତେବେଳେ ଆସିବ, ସେ ସମୟରେ ଶୀତ ରହିବ ନା ରହିବନି? ଏମିତି କିଛି କ୍ୱେଶ୍ଚିନ୍ ରହିଛି ତାଙ୍କର। ଆପଣଙ୍କ ବିଶ୍ଳେଷଣ ଠିକ ଅଛି ଯେ ଆମର ଯୋଉ ଶୀତ ଦିନ ଧୀରେ ଧୀରେ ମାନେ ସଂକୁଚିତ ହଉଛି। ଆମର ଯଦି ଆପଣ ଟେକ୍ନିକାଲ ଡେଫିନେସନ ନେବେ, ଆମର ଡିସେମ୍ବର, ଜାନୁଆରୀ, ଫେବୃଆରୀ ଏଇ 3ଟା ମାସ ଶୀତ ରହେ। ଆଉ ବେଳେବେଳେ ଆପଣ ଯେମିତି କହିଲେ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ବି ଶୀତ ରହେ। କିନ୍ତୁ ବିଗତ 3-4 ବର୍ଷ ହେଲା ଆପଣ ଦେଖିବେ ଫେବୃଆରୀ ମାସରେ ବି ହିଟ୍ ୱେଭ୍ ଆସିଯାଉଛି। ଏ ବର୍ଷ ବି ଆମେ ଫେବୃଆରୀରେ ଟିକେ ଅତ୍ୟଧିକ ଗରମରେ ରହିବା। କିନ୍ତୁ ଓଭରଅଲ୍ ଯଦି ଆପଣ ଆର ଗୋଟେ ମୁଖ୍ୟ କାରଣ ନେବେ, ମୋତେ ଲାଗୁଛି ଗୋଟେ ଜଳବାୟୁ ପରିବର୍ତ୍ତନର ଗୋଟେ ପ୍ରଭାବ, ଯୋଉଟା ଆମକୁ ଫେବୃଆରୀ ମାସରେ ବି ଗରମ ଦଉଛି ଆଉ ଶୀତର ଯୋଉ ଦିନ ଗୁଡ଼ିକ ସଂକୁଚିତ କରୁଛି। ଆଉ ଯଦି ଆପଣ କହିଲେ ଯୋଉ ଫ୍ୟୁଚର ପ୍ରୋଜେକ୍ସନ, ଯେମିତି 2030 କଥା ଆପଣ କହୁଛନ୍ତି, ହଁ ଧୀରେ ଧୀରେ
ଆମର ଯୋଉ ଶୀତର ଦିନ ସଂକୁଚିତ ହଉଛି, କିନ୍ତୁ ତା ମାନେ ନୁହେଁ ଯେ ସେ ଗୋଟେ ମାନେ ଲିନିୟର ଗୋଟେ ସଂକୁଚିତ ହେଇକି ଶୀତ ବନ୍ଦ ହେଇଯିବ। କିନ୍ତୁ ଓଭରଅଲ ଆପଣ ଦିଟା ମୁଖ୍ୟତଃ ମତେ ଲାଗୁଛି ଯୋଉ ଋତୁଚକ୍ର ଦେଖିବେ, ଗୋଟେ ହେଲା ଖରା ଆଉ ଗୋଟେ ହେଲା ବର୍ଷା। ବର୍ଷା ବି ଟିକେ ରହୁଛି ବିସ୍ତୃତିରେ ସବୁ ମାନେ ଭିନ୍ନ ଭିନ୍ନ ନୂଆ ଟାଇପ ର କ୍ୟାରେକ୍ଟରିଷ୍ଟିକ ଦେଖାଯାଉଛି। କିନ୍ତୁ ଅଳ୍ପ ସମୟରେ ଯୋଉ ଅଳ୍ପ ଜାଗାରେ ବହୁତ ବର୍ଷା, ସେଇ ଗୋଟେ ନୂଆ ଲକ୍ଷଣ ବର୍ଷାର କ୍ୟାରେକ୍ଟରିଷ୍ଟିକ। ତେଣୁ ଖରା ଆଉ ବର୍ଷା ଏ ଦିଟା ମୁଖ୍ୟ ଆପଣଙ୍କ ଋତୁଚକ୍ରରେ ରହିବ। ଆଉ ଶୀତ ଧୀରେ ଧୀରେ ସଂକୁଚିତ ହେବାକୁ ଲାଗୁଛି, କାରଣ ସମଗ୍ର ରୂପେ ତାପମାତ୍ରା ବଢୁଛି। ତେଣୁ ସେ ଗୋଟେ ତାର ପ୍ରଭାବ ହେଇପାରେ। କିନ୍ତୁ ଏମିତି ନାହିଁ ଯେ ମତେ କାହିଁ ଲାଗୁନି ଯେ ଶୀତ ସମ୍ପୂର୍ଣ୍ଣ ଚାଲିଯିବ ବୋଲି। ଆମ ଭାରତର କେଉଁ କେଉଁ ରାଜ୍ୟ ସବୁଠୁ ବାତ୍ୟା ପୀଡ଼ିତ ରାଜ୍ୟ? ଯେତିକି ଆମର ସବୁ ଉପକୂଳବର୍ତ୍ତୀ ରାଜ୍ୟ ମାନେ ଅଛନ୍ତି, ଆପଣ ଯଦି ପୂର୍ବ ତଟରେ ଦେଖିବେ ପଶ୍ଚିମବଙ୍ଗ, ଓଡିଶା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ଆଉ ସେମିତି ପଶ୍ଚିମ ପଟରେ ଦେଖିବେ କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର, ଗୁଜୁରାଟ। କିନ୍ତୁ ତା ଭିତରେ ଯଦି ଆପଣ ଦେଖିବେ ଯେ କୋଉଟା ଅଧିକ ବାତ୍ୟା ପ୍ରବଣ, ପୂର୍ବ ତଟ ରାଜ୍ୟ ମାନେ ବେଶୀ ବାତ୍ୟା ପ୍ରବଣ। ଯେମିତି ପଶ୍ଚିମବଙ୍ଗ, ଓଡିଶା, ଆନ୍ଧ୍ରପ୍ରଦେଶ, ଏଇ ତିନିଟା ବହୁତ ବାତ୍ୟା ପ୍ରବଣ। ଆମେ ସେମିତି ସେଟା ପୂର୍ବ ତଟ କଥା କହୁଛି। ପଶ୍ଚିମ ତଟରେ ସେମିତି ଆମର ଗୁଜୁରାଟ ଆଉ ମହାରାଷ୍ଟ୍ର ବି ବାତ୍ୟା ପ୍ରବଣ ରାଜ୍ୟ। କିନ୍ତୁ ବାତ୍ୟାର ଯୋଉ ମାତ୍ରା ଆଉ ଯୋଉ ଶକ୍ତି, ଏଇଟା ପୂର୍ବ ତଟ ରାଜ୍ୟ ମାନେ ବେଶୀ ତାର ପ୍ରଭାବ ପଡିଥାଏ। କାରଣ ବଙ୍ଗୋପସାଗରରେ ଭୟଙ୍କର ବାତ୍ୟା ହୁଏ, ଆଉ ବାତ୍ୟା ବି ଲ୍ୟାଣ୍ଡଫଲ ବି ହୁଏ। ସାର୍, ପାଣିପାଗରେ ଯେଉଁଭଳି ପରିବର୍ତ୍ତନ ହେଉଛି, ତାକୁ ଆମେ ସରକାରୀ ସ୍ତରରେ କିଭଳି ମିଳିତ ଭାବେ ମୁକାବିଲା କରି ପୂର୍ବାବସ୍ଥାକୁ ଫେରାଇ ପାରିବା? ପାଣିପାଗର ଗୋଟେ ଯୋଉ ବର୍ତ୍ତମାନ ଗୋଟେ ବଡ ପ୍ରଭାବ ଦେଖଉଛି ଜଳବାୟୁ ପରିବର୍ତ୍ତନରେ, ଜଳବାୟୁ ପରିବର୍ତ୍ତନ ଗୋଟେ ବଡ ପ୍ରଭାବ ଦେଖଉଛି ପାଣିପାଗରେ। ତାର ବହୁତ ଦିଗ ରହୁଛି, ସରକାରୀ ହଉ କି ବେସରକାରୀ ହଉ। ତା ପାଇଁ କି ଆମକୁ ସମସ୍ତଙ୍କୁ ଗୋଟେ ପ୍ରକାର କଣ୍ଟ୍ରିବ୍ୟୁସନ କରିବାକୁ ପଡିବ। ଛୋଟ କଣ୍ଟ୍ରିବ୍ୟୁସନ ହଉ କି ବଡ କଣ୍ଟ୍ରିବ୍ୟୁସନ ହଉ, ବହୁତ ବ୍ୟାପକ ଆର ପରିଧି ବିଶ୍ଳେଷଣର। କିନ୍ତୁ ମୁଁ ଯେମିତି କହୁଛି ଯେ ଆମେ ଯଦି ମାସିଭ ସ୍କେଲରେ ଗଛ ଲଗେଇବା, ତାହେଲେ ସେ ଗୋଟେ ପ୍ରକାର ଆମର ପରିବେଶକୁ ସୁରକ୍ଷା ଦେବ। ସେଇଟା ଗୋଟେ ସମସ୍ତେ କରିପାରିବେ। ତା ସହିତ ବି ଆମର ଏନର୍ଜିର କନଜରଭେସନ, ଶକ୍ତିର ଯୋଉ ନୂଆ ନୂଆ ସୋର୍ସ, ସୋଲାର ଏନର୍ଜି, ୱିଣ୍ଡ ଏନର୍ଜି, ଯେତେ ଆମେ ଏମିସନ କମିବା, ସେତେ ଆମର ବାୟୁମଣ୍ଡଳ ଆମର ଯୋଉ ଗ୍ରୀନ ହାଉସ ଗ୍ୟାସ ଦ୍ୱାରା ପ୍ରଭାବିତ କମ ହବ। ତେଣୁ ସେଇଟା ଗୋଟେ ଆସେ। ପାଣିକୁ ଆମେ କେମିତି କନଜରଭେସନ କରିକି ରଖିପାରିବା, ପାଣି ୱେଷ୍ଟ କରିବାନି, ବହୁତ ଦିଗ ରହୁଛି। ତାପରେ ସବୁଠୁ ବଡ ଇମ୍ପୋର୍ଟାଣ୍ଟ ହେଲା ଆପଣଙ୍କର ଜନସଂଖ୍ୟା। ସିଏ ବି ବଢି ବଢି ଚାଲିଛି, ସିଏ ବହୁତ ଆମର ବାୟୁମଣ୍ଡଳରେ ତାର ଚାପ ପକଉଛି। ତେଣୁ ବହୁତ ଦିଗ ଅଛି ଆ ଉପରେ। ତେଣୁ ସରକାରୀ ହଉ କି ବେସରକାରୀ ହଉ, ମିଳିତ ଉଦ୍ୟମ ଦରକାର। କିଛିଟା ଆମେ ତାକୁ ଯଦି କମେଇ ପାରିବା ତା ପ୍ରଭାବକୁ। ଦେଖୁଥିବେ ଯେମିତି ବିଗତ 10 ବର୍ଷ ମଧ୍ୟରେ ଯେଉଁଭଳି ଭାବେ ଦିନ ହେଉ ବା ରାତି ହେଉ, ଏହି ସମୟରେ ସାମୁଦ୍ରିକ ପବନ ଓଡିଶା ମଧ୍ୟକୁ ପ୍ରବାହିତ ହେଉଥିଲା। କିନ୍ତୁ ବର୍ତ୍ତମାନ କ୍ଷେତ୍ରରେ ଆମେ ଯଦି ଦେଖିବା, ତାହା ଧୀରେ ଧୀରେ କମିଗଲାଣି। କଣ ପାଇଁ? ହଁ, ଏଇଟା ଗୋଟେ ଆପଣ ଯଦି ଦେଖିବେ, ଯୋଉ ସାମୁଦ୍ରିକ ବାୟୁ ସ୍ଥଳ ଭାଗ ଆଡକୁ ପ୍ରବେଶ କରେ, ତାର ଗୋଟେ ମୁଖ୍ୟ କାରଣ ଥାଏ ଯୋଉ ତାପମାତ୍ରାର ତାରତମ୍ୟ, ଜଳ ଭାଗ ଆଉ ସ୍ଥଳ ଭାଗ। ଜେନେରାଲି ଆମର କଣ ହୁଏ କି, ସ୍ଥଳ ଭାଗଟା ଉତ୍ତପ୍ତ ଥାଏ ଆଉ ଜଳ ଭାଗଟା ଥଣ୍ଡା ଥାଏ। ବାୟୁର ଯୋଉ ଚଳନଟା ଜଳ ଭାଗରୁ ସ୍ଥଳ ଭାଗ ହେଇଥାଏ। କିନ୍ତୁ ବର୍ତ୍ତମାନ ଦେଖାଯାଉଛି ଯେ ଯେତେ ଶୀଘ୍ର ସ୍ଥଳ ଭାଗଟା ଥଣ୍ଡା ହବା କଥା, ସେ ଥଣ୍ଡା ହଉନି। କାରଣ ବାୟୁମଣ୍ଡଳରେ ବହୁତ ପ୍ରକାର ଆମର ଗ୍ୟାସେସ୍ ମାନେ ଅଛନ୍ତି, ଯୋଉମାନେ ତାର ଯୋଉ ଆମର ଯୋଉ ଥଣ୍ଡାର ଯୋଉ ପ୍ରକ୍ରିୟା, ସେ ପ୍ରକ୍ରିୟାରେ ବାଧକ ସୃଷ୍ଟି କରୁଛନ୍ତି। ତେଣୁ ଯଦି ସ୍ଥଳ ଭାଗ ଜଳ ଭାଗ ଭିତରେ ଯୋଉ ଆମର ତାପମାତ୍ରା ତାରତମ୍ୟ ବେଶୀ ରହିବନି, ତେଣୁ ବାୟୁର ସଞ୍ଚାଳନ ହେଇପାରିବନି। ଓଭରଅଲ ଆମର ଏଠାରେ ଏକ୍ସାକ୍ଟ ଡାଟା ନାହିଁ କି କେତେ କମିଛି, କିନ୍ତୁ ଇଏ ଗୋଟେ ପ୍ରକାର କାରଣ ହେଇପାରିଥାଏ। ଯଦି ଆପଣଙ୍କ ଜଳ ଭାଗଟା ଥଣ୍ଡା ରହିଲା ଆଉ ସ୍ଥଳ ଭାଗଟା ଉତ୍ତପ୍ତ ରହିଲା, ତାହେଲେ ବାୟୁର ସଞ୍ଚାଳନଟା ଠିକ ରହେ। କିନ୍ତୁ ଯଦି ଦିଟା ଯାକ ତାପମାତ୍ରାରେ କମ ତାରତମ୍ୟ ରହିବ, ତାହେଲେ ବାୟୁର ସଞ୍ଚାଳନ କମିଯିବାର ସମ୍ଭାବନା ରହୁଛି। କାଳ ବୈଶାଖୀ ବର୍ଷା କେମିତି ହେବ ଟିକେ କହିବେ? ଜଣେ ପିଓର୍ସଙ୍କର ପ୍ରଶ୍ନ ରହିଛି।
हाँ काल बैशाखी आमर मुख्यतः पूर्व तटर राज्य मानकर बेसी प्रभाव करता है जमी ओडिशा पश्चिम बंग झारखंड छत्तीसगढ़ एमती भी पूर्व आमर उत्तर प्रदेश बिहार ये अंचलटा बेसी प्रभावित होता है तार मुख्य कारण गुड़िक हूँ जे आपणकर स्थल भागटा अत्यधिक उत्तप्त रहा दरकार जोटा कि आमर एप्रिल मे मसरे हुए अपन देखिए सकाळ बेला बहुत गरम थी 40-42 डिग्री तापमात्रा थी अपराह समय से तापमात्रा जो वायुर जो ऊर्ध्वगामी जो चलन आरंभ हुए अपराह समय वायु जो ऊर्ध्वगामी चलन आरंभ हुए यही समय आमर जल भाग वायुमंडल मध्य स्थल में आर्द्रतापूर्ण वायुर प्रभाव हुए ये जो दुईटार कॉम्बिनेशन टा अपराह समय बादल सृष्टि करे टिके शक्तिशाली बादल सृष्टि करे आउ बेले बेले आमर छोट छोट जो घूर्णिबल सृष्टि करे ता प्रभाव में थंडरस्टॉर्म आ वर्षा हुए से वर्षा हेले अपन जो तापमात्रा दिन में अत्यधिक बढ़ी जाए ये गोटे प्रकार नियंत्रण को आसे कि 2024 मसीह जमा काल बैशाखी रही तापमात्रा अहेतुक भाव में बढ़ला अलमोस्ट आप 2-2.5 मास संपूर्ण हिट वेव कंडीशन रहिले बहुत लोकंर मृत्यु भी होती तेणु काल बैशाखी आम संतुलन रखिबार गोटे बहुत बड़ कारक जो ग्रीष्मर तापमात्रा ए वर्ष मत लगुच लानिना कंडीशन जेहेतु अच्छी आशा करुच्ची एप्रिल मे रे आमर काल बैशाखी जो प्रभाव रहा कि तापमात्रा नियंत्रण हो ग्रीष्म